ଗୋଟିଏ ବଣରେ ରହୁଥିଲା ହରିଣଟିଏ। ଦେଖିବାକୁ ବଡ଼ ସୁନ୍ଦର ଥିଲା ସେ ହରିଣ। ଯେତିକି ସୁନ୍ଦର ଥିଲା ତାଠୁ ଅଧିକ ସୁନ୍ଦର ଆଉ ମଜବୁତ ଥିଲା ତାର ଶିଙ୍ଗ, ଆଉ ତାଠୁ ଅଧିକ ତୀକ୍ଷ୍ଣ ଥିଲା ତାର ବୁଦ୍ଧି। ବଣରେ ଏମିତି ଏକ ହରିଣକୁ ଖାଇବା ପାଇଁ ସମସ୍ତ ପ୍ରାଣୀଙ୍କ ଭିତରେ ଇଚ୍ଛା ରହିଥିଲା। ବାଘ, ଭାଲୁ, ସିଂହ ଏମାନେ ସମସ୍ତେ ହରିଣକୁ ଖାଇବେ ବୋଲି ଚେଷ୍ଟା କରୁଥିଲେ। ହେଲେ ହରିଣ ତାର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ସବୁବେଳେ ସତର୍କ ରହୁଥିଲା, ଆଉ କେବେ ହେଲେ ସେ କାହା ହାତ ମୁଠାକୁ ଆସୁନଥିଲା। ଦିନେ ବାଘର ସିଂହ ସହିତ ବଣରେ ଦେଖାହେଲା। ମହାରାଜ, ଆପଣ ଇଆଡେ କୁଆଡେ ଯାଉଛନ୍ତି? ମନ୍ତ୍ରୀ ବର, ମୁଁ ଭ୍ରମଣରେ ଆସିଛି। ଆଚ୍ଛା ମନ୍ତ୍ରୀ ବର, ଗୋଟିଏ କଥା କହିଲ, ସେ ସୁନ୍ଦର ହରିଣକୁ ତ ମୁଁ ଆଜିକାଲି କୋଉଠି ଆଉ ଦେଖିବାକୁ ପାଉନି। ମହାରାଜ ଆପଣ ବି? ଆରେ ତାର ଯାହା ଚେହେରା ନା, ଦେଖିଲେ ମୋର କଣ ତମର ବି ଲୋଭ ହବ। ତା ତ ଠିକ। ଖୋଜ ଖୋଜ ତାକୁ ଖୋଜ। ଯଦି ସେ ମିଳିଯାଏ ତାକୁ ଧରିବାକୁ ଚେଷ୍ଟା କର। ହେଲେ ଗୋଟେ କଥା ମନେ ରଖ, ଏକା ଖାଇଦବନି। ବଣ ଭିତରେ ଥିଲା ଗୋଟେ ଛୋଟ ପାହାଡ। ପାହାଡ ତଳେ ଥିଲା ଗୋଟେ କୋଳି ଗଛ। ସେ କୋଳି ଗଛର କୋଳି ଥିଲା ବହୁତ ମିଠା। ସେଥିପାଇଁ ହରିଣ ସବୁଦିନ ସେଠିକି କୋଳି ଖାଇବାକୁ ଯାଉଥିଲା। ବାଘ କିମ୍ବା ସିଂହ ଏକଥାର ଟେର ପାଇନଥିଲେ। ଦିନେ ଗୋଟେ ଶିକାରୀ ପାହାଡ ତଳେ ଥିବା ସେଇ କୋଳି ଗଛ ପାଖକୁ ଆସିଲା, ଆଉ ଯୋଗକୁ ଠିକ ସେଇ ସମୟରେ ହରିଣ ସେଇ ଗଛ ପାଖକୁ କୋଳି ଖାଇବାକୁ ଆସିଥିଲା। ଶିକାରୀ ତାକୁ ଦେଖିଲା। ତାକୁ ଦେଖିବା ପରେ ଶିକାରୀର ବହୁତ ଲୋଭ ହେଲା। କେତେ ସୁନ୍ଦର ହରିଣଟେ ହେଇଛି। ୟାକୁ ନେଇ ମହାରାଜଙ୍କୁ ଭେଟିଦେଲେ ବହୁତ ଧନ ମିଳିବ। ହରିଣର କାନ ଥିଲା ଖୁବ୍ ତୀକ୍ଷ୍ଣ, ତା ଆଖି ବି ଥିଲା ଆହୁରି ତୀକ୍ଷ୍ଣ। ସେ ଜାଣିପାରିଲା ଯେ ଏଠି କେହି ଜଣେ ଲୁଚି ରହିଛି। ସେଥିପାଇଁ ସେ ସେଠୁ ଚାଲିଗଲା। ଶିକାରୀ ଆଖି ମୁଦି ଖୋଲିଲା ବେଳକୁ ସେଠି ଆଉ ହରିଣ ନଥିଲା। ଶିକାରୀ ଜାଣିପାରିଲା ଯେ ହରିଣଟି ବଡ଼ ଚଞ୍ଚଳ। ସେଥିପାଇଁ ସେ ହରିଣକୁ ଧରିବା ପାଇଁ ପ୍ରତିଦିନ କୋଳିଗଛ ପାଖକୁ ଆସୁଥିଲା। କୋଳିଗଛ ପାଖରେ ଥିବା ଗଛ ପଛପଟେ ଲୁଚିକି ରହୁଥିଲା। ହେଲେ ହରିଣ 2-3 ଦିନ ଧରି ଆଉ କୋଳି ଖାଇବାକୁ ଆସିଲାନି। ଶିକାରୀ କିନ୍ତୁ ତା ଚେଷ୍ଟା ଜାରି ରଖିଥାଏ। ହରିଣ ଆଉ ଆସୁନି କାହିଁକି? ସେ କଣ ତରକି ଗଲା? ସେଦିନ ଶିକାରୀ ସିଧା ଆସି କୋଳି ଗଛ ଉପରେ ବସି ପଡ଼ିଲା, ଆଉ ହରିଣକୁ ଅପେକ୍ଷା କଲା। ହରିଣ ଯେହେତୁ ଶିକାରୀକୁ ସେଦିନ ଦେଖିଥିଲା, ତେଣୁ ସେ ନିଶ୍ଚିତ ହେଇଯାଇଥିଲା ଯେ ଶିକାରୀ ଲଗାତାର 2-3 ଦିନ ପାଇଁ କୋଳି ଗଛ ପାଖକୁ ନିଶ୍ଚୟ ଆସିବ। ସେଥିପାଇଁ ସେ ଆସିବା ବନ୍ଦ କରିଦେଇଥିଲା। 2-3 ଦିନ ଗଡ଼ିଯିବା ପରେ ହରିଣ ପୁଣି କୋଳି ଖାଇବା ପାଇଁ ଆସିଲା। ସେ ଆସିବା ମାତ୍ରେ ଗଛରେ ବସିଥିବା ଶିକାରୀ ତାକୁ ଦେଖିନେଲା। ଯା ହଉ, ଏତେ ଦିନ ପରେ ଆସିଛି। ଆଜି ଆସିଛି ମାନେ ତାକୁ ମୁଁ ଛାଡ଼ିବିନି। ହରିଣ କୋଳି ଗଛ ପାଖକୁ ଆସିବା ବେଳେ ପ୍ରଥମେ ଇଆଡେ ସିଆଡେ ଚାହିଁଲା। ତାପରେ ଦେଖିଲା କେହି କୁଆଡେ ନାହାନ୍ତି। ଶିକାରୀ ଦେଖିଲା ତଳେ ଗୋଟେ ବି କୋଳି ପଡ଼ିନି।
ସେ ଗଛ ଡାଳକୁ ହଲେଇ ଦେଲା ଆଉ ସେଥିରୁ କିଛି କୋଳି ତଳକୁ ଗଳି ପଡ଼ିଲା। ହଠାତ୍ ହରିଣର ସନ୍ଦେହ ହେଲା ଯେ ଏତେ ଗୁଡେ କୋଳି କେମିତି ପଡ଼ିଲା। ଆରେ ପବନ ତ ଦେଇନି, ହଠାତ୍ କୋଳି କେମିତି ପଡିଲା? ଏଥର କୋଳି ଖାଇବାକୁ ନିଶ୍ଚୟ ଗଛ ପାଖକୁ ଆସିବ। ମତେ ବୁଦ୍ଧି ଖର୍ଚ୍ଚ କରିବାକୁ ପଡିବ, ନହେଲେ ମୁଁ ଅସୁବିଧାରେ ପଡିଯାଇପାରେ। ଆରେ କଣ ଏତେ ସମୟ ଚିନ୍ତା କରୁଛୁ? ପାଖକୁ ଆ ପାଖକୁ। ଗଛ ଭାଇ, ତମେ ତ ସବୁଦିନେ ମୁଁ ଆସିବା ମାତ୍ରେ ମତେ ଦେଖି ଦିପଦ କଥା ହୁଅ, ହେଲେ ଆଜି କାହିଁ କିଛି କହୁନ? ଏଥର ଶିକାରୀ ମନେ ମନେ ଭାବିଲା ଯେ ସତରେ ଗଛ ବୋଧେ ହରିଣକୁ ଦେଖି କିଛି ଗୋଟେ କହେ, ସେଥିପାଇଁ ସେ ବି ହରିଣକୁ କଥା କହିଲା। ଆରେ ମୁଁ ଭୁଲି ଯାଇଥିଲି ମ, ତତେ ମୁଁ ଦେଖିଛି, ହେଲେ କିଛି କହିନଥିଲି। ଆସୁନୁ ପାଖକୁ ଆ, ଦେଖ ମୁଁ ତୋ ପାଇଁ କେତେ କୋଳି ତଳେ ପକେଇଛି। ବାପରେ, ଏଥର ହରିଣ ବୁଝିଗଲା ପ୍ରକୃତ କଥା କଣ, ଆଉ ଅଣନିଶ୍ୱାସୀ ହେଇ ସିଧା ଦୌଡ଼ିଲା ବଣ ଭିତରକୁ। ବିଚରା ଶିକାରୀ ବୋକାଙ୍କ ଭଳି ଚାହିଁ ରହିଥାଏ ହରିଣକୁ। ହେ ଭଗବାନ, ମୁଁ କଣ କରିଦେଲି? ହାତ ମୁଠାକୁ ଆସିଥିବା ଶିକାରକୁ ଛାଡିଦେଲି। ମୁଁ କାହିଁକି ଏ ମୂର୍ଖାମି କଲି? ଗୋଟେ ସାମାନ୍ୟ ହରିଣ ବୁଦ୍ଧି ଆଗରେ ମୁଁ ହାର ମାନିଗଲି।